ହ୍ୟାଲୋ ହ୍ୟାଲୋ ଲୁଣ ଟିକେ ଲଙ୍କା ଟିକେ ପକାଇଥାନ୍ତ ଲଙ୍କା। ହାଇ ଗାଇଜ୍, କେମିତି ଅଛନ୍ତି ଆପଣମାନେ? ଆଇ ହୋପ୍ କି ଆପଣମାନେ ଭଲ ଥିବେ। କ'ଣ ହାପି କ'ଣ କହୁଛି ତା କଥା ଶୁଣିବା। ପାଣି ସାମ୍ପୁ ମିଳିଲା କୋଉଠି? ମୁଁ କିଛି କରିନି। ବାବାକୁ ପଚାରେ ଯୋଉ ଭାସମଲ ସେ ଆଣିଥିଲା ସାମ୍ପୁ କୋଉଠି ରଖିଛି ନାହିଁ। ତମେ ସାମ୍ପୁ କୋଉଠି ରଖିଛ କି? ହାପି କ ଫେଣ ବନେଇବ ରଖିନୁ? ଆଉ କେମିତି ଫୁଙ୍କିବୁ? ଏ ସେ ପାଣି କେମିତି ଢାଳି ସାରିଲାଣି ଦେଖେ। ହେମିତି ନୁହଁ, ହେମିତି ହବନି। ଏଇଟା କାହିଁ ସବୁ ତକ ଢାଳିଲୁ ଯେତିକି ଆସିଥିଲେ? ସାମ୍ପୁ ଯଦି ଥିବ ଗାଧୁଆ ଘରେ ଥିବ, ହେଇଠି ନାହିଁ। ମୋ ଲୁଗା ଓଦା କରିଛି। ଦିଏ 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 ଦିଏ, ମୁଁ ବି ଟିକେ କରିଦେବି। ଦଉନୁ, ଗାଧୁଆ ଘରେ ସାମ୍ପୁ ଥିବ ଦେ ଫୁଙ୍କିବା। ହାପି କ'ଣ କରୁଛି? ଏଇଟା ଗୋଟେ ଫୁଟୁଛି ଫୁଟୁଛି। ଛୋଟ ପିଲା ନେ ଜେଜେମା ଆଣିଲେ ତୁ କରିଦବୁ। କ'ଣ ସବୁ କଲାଣି ସେ। ବସିଥା ଏଇଠି ବସିଥା। ଆସନ୍ତୁ ଖାଇବେ ଆମ୍ବ। ହାପି ଖାଇ କରିଦେଲ। କ'ଣ ଖାଉଛ? କ'ଣ ଖାଉଛ? ମ୍ୟାଙ୍ଗୋ କହିଦେଲୁ। ଆସ ଖାଇବ। ମୁଁ ଟିକେ ଖାଇଦେବି। ଷ୍ଟାଟସ୍ ରଖ। ମିଠା ହଉଛି? ଏଇଟା ଆକ୍ଚୁଆଲି ମୋ ସାଙ୍ଗ ହାପି ପାଇଁ ପଠାଇଛି ଆମ୍ବ। ହାପି କେମିତି ଖାଉଛି ଦେଖ। ଏମିତି କରିବନି ପିଲେ। ମତେ ଶୁଣୁଛନ୍ତି। ବଢିଆ ଟେଷ୍ଟି। ଭାତରେ ଖାଇଲେ ହନ୍ତାନି। ଆହକୁ ମାମା ଖାଇଦେଲୁ। ପଠେଇ ଦଉଛି। ଏମିତି ପକେଇବନି, ସେ ଖାଇ ଜାଣୁନି। ହ୍ୟାଲୋ ଲୁଣ ଟିକେ ଲଙ୍କା ଟିକେ ପକାଇଥାନ୍ତ ଲଙ୍କା ଗୁଣ୍ଡ। ପିଲାଟା ଖାଉଥିଲେ ଲଙ୍କା ଗୁଣ୍ଡ ଥୋଡ଼ି ମୁଠା ମିଠା ଘର ଥରେ ଗୋଳା ହେଇଛି ମୋର ହେନ୍ଦ୍ରା କିଣିକି ଆଣୁଛି। ହଁ ମ୍ୟାଚ୍ ହେଲା ନା। ଜଲ୍ଦି କା ଶେଷ ହେଇଯିବ। ଏମିତି ଖାଇବା ଧରି କିଏ ଖାଇବ ଆମ୍ବ? ଆସନ ଜଲ୍ଦି। ଖାଇଯାଉନି ଟେଷ୍ଟି ହଉଛି। ଖାଇଯାଉନି ଆମ୍ବ। କିଏ ଭଲ ହେଲାନି। ଇଏ କରୁ ପକା ଦାଦା ସରିଗଲା ନା କେତେ ଚୋପା। ଆମେ ତ ଗାଈ ନାହାନ୍ତି, ନହେଲେ ଗାଈ ମରିଗଲା। ଗାଈ ଅଛି ଯେ ବଲଦରା ମରିଗଲା ନା। ଖାଇବା ଆମ ହନୁମାନ ହନୁମାନ ଆମ୍ବ ଖାଉଛି ନା କଦଳୀ ଖାଉଛି? ଏ ପଛେ ନା ଦେଖିଲୁ ପଛେ ଦେଲେ ନା ମୋ ଲୁଗାରେ। କେମିତି ସବୁ ମୁଁ ଆକ୍ଚୁଆଲି ଭାତଟା ବସେଇଛି। ଭାତଟା ଟିକେ ଦେଖିଦେବା।
ଭାତ ଗଲେ କ'ଣ ରାନ୍ଧିବି ଆମ ରୋଷେଇ ଘରଟା ଅନ୍ଧାର ଅନ୍ଧାର ଲାଗୁଛି। ଆସେ କହିବୁ ଟିକେ ଏ ବ୍ୟାଟ୍ଟା କିଏ କିଣି ଦେଇছিল ଧନ ତମକୁ? କ'ଣ ଖାଉଛ ମୋତେ ଟିକେ ଖୁଆଇଦେଲ? ମୁଁ ଖାଇବିନି। ତୋ ନାଁ କ'ଣ? ସବୁ ଆମର ବିଛତି ତା ପାଇଁ ଲଙ୍କା ପୋଡ଼ିର ବ୍ୟାଟ୍ ଆସିଛି। ବଲ୍ ବ୍ୟାଟ୍ ନା ଜେସିବି ଏ ଉକୁଣି 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 ହାପି ମୁଣ୍ଡରେ କେତେ ଉକୁଣି ଥିଲେ ମୁଁ ବାହାରେ କରିଦେଇଛି। ଆମ ହାପିର ଏଇଟା ସରିଯାଇଥିଲା ବୋଲି ସେ ପୁଣି ନୂଆ କ'ଣ ଗୋଟେ ସାମ୍ପୁ ଢାଳିକି ତାଙ୍କୁ ଫୁଙ୍କିବ। ମୁଁ କରିଦେବି ସାମ୍ପୁ ବାହାରିବନି ନହେଲେ। ଛୋଟ ପିଲାଟା ଏଇଟା ଧର ତମେ ହେଲ ଏଇଟା ଧର ବସ ବସ ତଳେ ବସ। ହଁ ଏମିତି ଧରିଥା ମୁଁ ଦଉଛି ଦେଖିବା ବେଲୁନ ବାହାରୁଛି କି ନା। ଧର ହେଲା 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 ରହରେ ରେଡି ଟିକେ ହଉଛି ଆଉ ଯେ ସାମ୍ପୁଟା ଟିକେ ହେଲାନି। ଯଦି ଭଲ ସାମ୍ପୁଟା ହେଇଥାନ୍ତା ରହ ଟିକେ ବାବା ଏଇଠି ବସ ମୁଟେ ଫୁଙ୍କିଦେବି। ସେ ତ ଢାଳି ଦେବ ଦେଖିବୁ ତ। ହେଇଗଲା ବର୍ତ୍ତମାନ ହାପି ଆମର ଖେଳିବୁ। ମୁଁ ଯାଉଛି କରିବି ରୋଷେଇ ନା ବାବା ହେଲା ଆସିଲା ହେଲା ଏତିକି ମୋ ଖେଳ ଥିଲା ତମେ ଖେଳ ଢାଳିବନି ହେଲା। ଦେଖୁନୁ ଦେଖୁନୁ ଏମିତି ଆଳୁ ଗୁଡା ପୁରା ପଚି ଯାଇଛି। ବଡ ବଡ ଆଳୁ ଏ ଆଳୁ ଏ ହାଟରୁ ଆଣିବା ଅପେକ୍ଷା ଦୋକାନରୁ ଆଣିଦେଲେ ଆଉ ଟିକେ ଭଲ। ହଁ ହାପି କହୁଛି ମାମା ଆମେ ରୋଷେଇ ଗଲୁଛୁ ଆଉ ତ ଜଣା ହିଁ ନାହିଁ କିଛି। କେତେ ପଚିଲା ଫେରିକି ଆସିଲା। ହାପି ଏ ପିଆଜଟା ଛଡ଼େଇ ଦିଅ। ଏ ପିଆଜଟା ଟିକେ ଛଡ଼େଇ ଦିଅ ଚୋପା। ଭାତ ଖାଇଲୁ ଛଡ଼େଇ ସାରିଲେ ଏଠି ଥୋଇଦେବ ହାପି। ପଡ଼ିଗଲି ଲ ଯାଇ ବସେ କାଦା ଖଣ୍ଡ କିଛି ହଉନି। ଏ ତ ନିଦ ତାଙ୍କ ଜବର କାଦଉ ଖଣ୍ଡ ଏଠି ଥୋଇବୁ ହେଲା। ମୁଁ ଯାଉଛି ଟିକେ ଭାତଟା ଦେଖିଦିଏ। ପରିବାର ଲାଗୁନି କାହିଁ କୋଉ ପିଆଜଟା ଛଡ଼େଇଲ? ତୋର ପିଆଜ ଛଡ଼ା ଗଲା ବି ଗିନା ଗୋଟେ ଆଣିଦେବ। ଏ ପରିବା ଥରୁଛ ଦିଅ ମତେ ଥ୍ୟାଙ୍କ ୟୁ। ଦେଖୁଛୁ ଲାଗ ନା ପରିବାର ସବୁ ସେ ଆଣିଯା ତୁ ତୋର ଅଲଗା ଖେଳିବୁ। ପରିବା ଗୁଡ଼ାକରେ ଯଦି ସାବୁନ ପାଣି ପଡ଼ିଲା ବାସ୍ନା ହବ। ହାପି ଏମିତି ପରିବା ଖେଳନ୍ତି? ହଁ ନା ମୁଁ ଏମିତି କହିବନି ସରି କହ। ସେ ପରିବା ଧୋଉଛି ଚାଲେ ରୋଷେଇ କରିବା ଚାଲେ। ସେତିକି ଥାଉ ଆସେ ତରକାରୀ କରିଦେବା ତାପରେ ଖାଇଦେବା ହେଲା। ଏମା ଟେକି ନେଇ ପାରିବ?
ଧୀରେ ଧୀରେ ଚାଲ ରୋଷେଇ ପାଇଁ ଘର ପାଖରେ ରଖିଥାଉ ସେ ମୋତେ ସାହାଯ୍ୟ କରୁଛି ମୋ ପୁଅ ଆଉ ମୋତେ ଏଇଟା ମୋ ଆଣ୍ଟି ପଠେଇ ଦେଇଥିଲେ ଦହିବରା ସେ କଲ୍ କରିଥିଲେ ମୋ ବାପାଙ୍କୁ ପଠେଇଥିବ ସେ ଗୋଟେ ପଲିଥିନ୍ ହେବ ଦହିବରା ପଠେଇଥିଲେ ଠିକ୍ ଆମେ ଖାଇବା ସମୟକୁ ପହଞ୍ଚିଲା ତେଣୁ ମୁଁ ଭାତ ଛାଡ଼ିକି ଆଗ ଦହିବରାଟିକୁ ଖାଇଦେବି କାହିଁକିନା ମୋ ଦହିବରା ହେଉଛି ମୋ ଜୀବନ କାହାର କାହାର ଦହିବରା ପସନ୍ଦ ପ୍ଲିଜ୍ କମେଣ୍ଟ ବକ୍ସରେ କୁହନ୍ତୁ ଏବଂ ଆସ ଏମା ଦହିବରା ଖାଇବୁ ଆଁ ଦହିବରା ଏବେ ପରା କହୁଥିଲା ଭାତ ହେଲେ ଖାରେ ବାବା ଗାଧୁଆ ଘର ପଟେ ଅଛି ହାତରେ ପଡ଼ିଥିବ ତଳେ ପକାଇଛି ସେ ରାଗ ହେଇକିନା ନା କାଢୁ ନା ଯେ ଖାଇ ପିଇ ସାରିକି ଟିକେ ଶୋଇବୁ ବୋଲି ବାହାରିଥିଲୁ ସେ ନେଇକି ଆସିଲେ ମାଛ ସେ ସକାଳୁ ଯାଇଥିଲେ 10ଟା ବେଳକୁ ତେଣୁ ଆସୁ ଆସୁ ଲେଟ୍ ହେଇଯାଇଥିଲା 2:30 ହେଇଯାଇଥିଲା ଆସିଲା ବେଳକୁ ତେଣୁ ଆମେ ଖାଇବା ସାରିକି ସାଙ୍ଗେ ସାଙ୍ଗେ ସମସ୍ତେ ମାଛ ଧୋଇବାକୁ ପଡ଼ିଲା ଏତେ ଦ୍ୱିପହର ଏ ପୁଅ ସେ ମରିଗଲେଣି ଆଉ ବଞ୍ଚି ନାହାନ୍ତି ଚଲାନି ପାଣିରେ କିଛି କହ ନାହିଁ ଧୋଇ ଛାଡ଼ି ଆଣିଦେବି କି ନାହିଁ ମୁଁ ଟିକେ ଧୋଇବି ହଁ ଧୋଇବୁ ପୁରା ଛାଡ଼ ଦୋଳି ଦେଇ ରସୁଣ ଦେଇ ବେସର ଟିକେ ଭାତରେ ଆଉ ଲଙ୍କା ତ ବାଟୁ ନାହିଁ ଖାଉ तेरा रेगड़े चिंगड़ी पे तो बाबा खाई दो कौन खाई देता ପାଣି ଯାକେ ନାହିଁ ଥାଉ ଯାକେ ନାହିଁ ପଛେ ପଛେ ଯାକୁ ଆଗ ଧୂଆଁ ହବ ଏତେ ଖରା ହଉଛି ଦେଖୁଛୁ ଏ ମା ଏ ପାଣି ଯାକ ବାପା ଲଙ୍କା ଗଛ ମୂଳରେ ଯାଇକି ଦେଇଛି ଲଙ୍କା ଗଛ ଯୋଉ ମୋଡ଼ି ମୋଡ଼ି ହେଇକି ଅଛି ସେଟା ଭଲ ଗଛ ଭଲ ହବ ମାଛ ପାଣି ଦେ ମୁଁ ଢାଳି ଦେଇଯିବି କୋଉ କାନ୍ଥରେ ଓହୋ ଦେଖନ୍ତୁ ଏଇଟା ହାପି ମାଛ ଧରିଛି ଗୋଟେ ସେଟାକୁ ଖେଳଉଛି ମାଛକୁ ଇଂଲିଶରେ କ'ଣ କୁହାହଉଛି ବାବା ଫିସ୍ ଆଉ ହିନ୍ଦୀରେ ମଛଲି ହେଲା ବର୍ତ୍ତମାନ ଚିଙ୍ଗୁଡ଼ି ହାପି ମୁଁ ଯାଉଛି ବେସର ବାଟି ଦେବି ଏମାନେ ମାଛ ଧୋଇ ସରୁ ସରୁ ହାପି ଏଇ ମାଛଟା ଦେଇଦେ ଧୋଇବେ ସେମାନେ ରୋଷେଇ ହବ ଦେ ଯାଇକି କି ଖରା ଓହୋ ଏଇନା ନିଆଁରେ ଘାଣ୍ଟି ହେଲା ବେଳକୁ ଓକେ ଶାନ୍ତିରେ ଟିକେ ଶୋଇ ହବନି ଦ୍ୱିପହର ରସୁଣ ଆଉ ସୋରିଷ ଏଠି ଜିରା ପଡ଼ିଛି ମୁଁ ଟିକେ ବାଟି ଦେବି ସେମାନେ ମାଛ ଧୋଇବା ଭିତରେ ହେଇଯାଇଥାଉ ବଟା ବଟି ଅଲଗା ଦେଇକି ତାକୁ କହିଦେବ
ଦେଖନ୍ତୁ ହାପି କେମିତି ମାଛ ଖେଳୁଛି। ତୋର କେତେଟା ଦିଟା ମାଛ ମିଳିଲା କିରେ ବଡ ମାଛ? ଏମିନ୍ ଟିକା ମୋ ବ୍ୟାଗରେ ଛଣ ଦେଖିଲୁ ତମ ବ୍ୟାଗ ଆଣିଛୁ ନା ବ୍ୟାଗ ହାପି ମାଛ ବଞ୍ଚିଛି କାଇଁ ଦେଖେଇଲ? କି ମାଛ? ଚିଙ୍ଗୁଡି ଭଜା ହବ ନା ଶୁଖା ହବ? ଭଜା ହବ ଯେ ଟିକେ ଶୁଖିଯାଉ। ଏତେ ଛୋଟ ଛୋଟ ଚିଙ୍ଗୁଡି ଗୁଡାକ ଗୋଟେ ଆଣିଛନ୍ତି। ଆଁ କରୁନି ମାଛ ଆଁ କରୁନି, ସେ ମରି ଯାଇଛି ଆଉ ଆଁ କରିବନି। ଦେଖି ସେ ପାଟି ଚିରୁଛି ମାଛଟିର। ଆମର ସବୁ ମାଛ ଧୁଆ ଚାଲିଛି, ଦେଖନ୍ତୁ ସମସ୍ତେ ମାଛ ଧଉଛନ୍ତି। ଫଟୋ ଉଠାଉଥା। ବହୁତ ଖରା ହଉଥିବାରୁ ସେ ଆଉ ଗଲେନି ପୋଖରୀକୁ, କାହିଁକି ନା ଆମ ଘର ଲାଗିକି ଯେହେତୁ ନଳକୂଅଟା ଅଛି, ମୁଁ କହିଲି ପାଣି ବୋହିଦେବା ଅପେକ୍ଷା ତମକୁ ଚାଲ ମୁଁ ପାଣି ମାରିଦେବି ନଳକୂଅ ଯେ ଗାଧେଇ ଦେବ। ତେଣୁ ସେ ବି ଗଲେ, ମୁଁ ପାଣି ମାରିଦେଉଥାଏ, ସେ ଗାଧୋଉଥାନ୍ତି। ଗାଧୋଇ ସାରିଲା ପରେ ଆସିକି ଯେହେତୁ ଏତେ ଖରା ହଉଥିଲା, ତେଣୁ ସନ୍ଧ୍ୟାବେଳକୁ ରୋଷେଇ ହବ ଭାବି ମୁଁ ଆଉ କଲେନି। ଆଜିର ଭ୍ଲଗ୍ଟି ଆପଣମାନଙ୍କୁ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ବକ୍ସରେ କୁହନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଏଭଳିଆ ନୂଆ ନୂଆ ଭିଡ଼ିଓ ଦେଖିବ ଏବଂ ମୋତେ ନିହାତି ସପୋର୍ଟ କରନ୍ତୁ, ଯେହେତୁ ମୁଁ ନୂଆ ଷ୍ଟାର୍ଟ କରୁଛି। ରଖୁଛି, ପୁଣି ନେକ୍ସଟ ଭିଡ଼ିଓରେ ଦେଖା।